ଛତ୍ରପତି ଶିବାଜୀଙ୍କର ଜୟନ୍ତୀ କାହିଁକି ଓ କିପରି ପାଳନ କରାଯାଏ, ଆଜି ଆସନ୍ତୁ ଜାଣିବା ତାହାର ବିଶେଷତ୍ୱ। ନମସ୍କାର, ମୁଁ ପ୍ରଭାତ ମୋ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ଯଦି ଆପଣ ୟୁଟ୍ୟୁବ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି ଫେସବୁକ୍ ଦେଖୁଛନ୍ତି ଚ୍ୟାନେଲକୁ ଫଲୋ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ, ଯାହାଫଳରେ ମୁଁ ଅପଲୋଡ଼ କରୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଏବେ ଚାଲନ୍ତୁ ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସମସ୍ତ ଭାରତୀୟମାନଙ୍କର ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଚିରସ୍ମରଣୀୟ ହୋଇ ରହିଛନ୍ତି ଭାରତର ଜଣେ ମହାନ ବୀର ଛତ୍ରପତି ଶିବାଜୀ, ଯାହାଙ୍କର ଅବଦାନ ଭାରତବାସୀଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିଛି। ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଭାରତକୁ ଅଗ୍ରଗତି ପଥରେ ଆଗେଇ ନେଇଥିଲେ। ତେବେ ଆସନ୍ତୁ ଆଜିର ଭିଡ଼ିଓରେ ଛତ୍ରପତି ଶିବାଜୀଙ୍କର ଜୀବନୀ ବିଷୟରେ ଜାଣିବା। ଶିବାଜୀ ମହାରାଜଙ୍କ ଜନ୍ମ ସମୟକୁ ନେଇ ବିଭିନ୍ନ ଐତିହାସିକମାନେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। କେହି କେହି ଐତିହାସିକ ମତ ଦେଇଥାନ୍ତି ଯେ ଶିବାଜୀ ମହାରାଜ 19 ଫେବୃଆରୀ 1630 ଖ୍ରୀଷ୍ଟାବ୍ଦରେ ମୁମ୍ବାଇର ଶିବନେରୀ ଦୁର୍ଗରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆଉ କେତେକ ଐତିହାସିକ ମତରେ ତାଙ୍କର ଜନ୍ମ 19 ଫେବୃଆରୀ 1627 ଖ୍ରୀଷ୍ଟାବ୍ଦରେ ହୋଇଥିଲା, କିନ୍ତୁ ପ୍ରକୃତରେ ଶିବାଜୀଙ୍କର ନାମ ହେଉଛି ଶିବାଜୀରାଜ ଭୋଂସଲେ। ତାଙ୍କର ପିତାଙ୍କ ନାମ ଶାହାଜୀରାଜ ଭୋଂସଲେ ଓ ମାଙ୍କ ନାମ ଜିବାବୋଇ। ପିତା ଶାହାଜୀରାଜ ଜଣେ ଶକ୍ତିଶାଳୀ ସେନାପତି ଥିଲେ। ମାତା ଜିବାବାଇ ଜଣେ ଧର୍ମପରାୟଣ ମହିଳା ଥିଲେ। ମାଙ୍କର ଗଭୀର ପ୍ରଭାବ ଶିବାଜୀଙ୍କର ଉପରେ ପଡ଼ିଥିଲା। ସେ ମାଙ୍କର ମାର୍ଗଦର୍ଶନରେ ବଢ଼ି ଆସୁଥିଲେ। ଛତ୍ରପତି ଶିବାଜୀ ମହାରାଜ ଭାରତର ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ। ବାହାଦୁର, କର୍ତ୍ତବ୍ୟ ଓ ନିଷ୍ଠାପର ଶାସକ ଥିଲେ। ଭାରତବାସୀଙ୍କୁ ଏକାଠି କରିବା ପାଇଁ ସେ ଅନେକ ଯୁଦ୍ଧ ଲଢ଼ିଥିଲେ। ତାଙ୍କ ସମୟରେ ଭାରତ ବିଭାଜିତ ହୋଇ ମୁସଲମାନ ଶାସକଙ୍କ ତତ୍ତ୍ୱାବଧାନରେ ଥିଲା। ସେ ତାଙ୍କର ରାଜନୀତି ଓ ପ୍ରଶାସନିକ କୌଶଳ ପାଇଁ ସମଗ୍ର ଭାରତବାସୀଙ୍କୁ ହୃଦୟରେ ଉନ୍ମୋଚିତ। ସେ ଯୁବାବସ୍ଥାରୁ ସ୍ଥାନୀୟ ଲୋକମାନଙ୍କୁ ସଂଗଠିତ କରି ଏକ ଶକ୍ତିଶାଳୀ ସେବା ଗଠନ କରିଥିଲେ। ତାଙ୍କର ଆଦର୍ଶ ହେଉଛି ନ୍ୟାୟ, ସମ୍ମାନ ଓ ସ୍ୱାଧୀନତା। ସେ ଏକ ସ୍ୱତନ୍ତ୍ର ମରାଠା ସାମ୍ରାଜ୍ୟର ନିର୍ମାତା ହେବା ସହ ସମସ୍ତ ଭାରତୀୟଙ୍କ ପାଇଁ ଗୌରବର ପ୍ରତୀକ ହୋଇଥିଲେ। ଶିବାଜୀଙ୍କୁ 1634 ମସିହାରେ ରାୟଗଡ଼ ଦୁର୍ଗରେ ଛତ୍ରପତି ଉପାଧି ଦିଆଯାଇଥିଲା। ସେ ଏକ ନ୍ୟାୟପ୍ରିୟ ଓ କୁଶଳ ଶାସକ ଥିଲେ। ତାଙ୍କର ଶାସନକାଳ ଭିତରେ ସେ ଅନେକ ନୀତି ନିୟମରେ ସଂସ୍କାର ଆଣିଥିଲେ। ସେ ଗରିବ, ଦୁର୍ବଳ ଓ ମହିଳାମାନଙ୍କୁ ଉତ୍ତମ ଭାବରେ ସୁରକ୍ଷା ଓ ସମ୍ମାନ ଦେଉଥିଲେ। ଶିବାଜୀ ମହାରାଜ ଦେଶରେ ଗରିଲା ଯୁଦ୍ଧ ପଦ୍ଧତିକୁ ଆରମ୍ଭ କରିଥିଲେ। ସେ ଆଶ୍ଚର୍ଯ୍ୟଜନକ ଭାବରେ ସେହି ଯୁଦ୍ଧରେ ବିଜୟ ହାସଲ କରି ଏକ ମଜବୁତ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଶିବାଜୀ ମହାରାଜ ଅତ୍ୟନ୍ତ ଧର୍ମନିରପେକ୍ଷ ରାଜା ଥିଲେ। ତାଙ୍କର ରାଜ୍ୟରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ବହୁତ ସମ୍ମାନ ରହିଥିଲା। ତାଙ୍କର ଶାସନକାଳ ମଧ୍ୟରେ ମହିଳା ଓ ଦୁର୍ବଳ ଲୋକଙ୍କୁ
ସମ୍ମାନ ଓ ସୁରକ୍ଷା ଦିଆଯାଉଥିଲା। ସେ ପ୍ରଜାମାନଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। ଶିବାଜୀ ମହାରାଜ ଅନେକ ଦୁର୍ଗର ଆଧାରରେ ତାଙ୍କ ରାଜ୍ୟକୁ ମଜବୁତ କରିଥିଲେ। ସେହି ଦୁର୍ଗଗୁଡ଼ିକ ତାଙ୍କ ସାମ୍ରାଜ୍ୟର ସମ୍ପତ୍ତି ଓ ସୁରକ୍ଷାର ମୁଖ୍ୟ ଆଧାର ଥିଲା। ଅନେକ ଯୁଦ୍ଧରେ ସଫଳତା ହାସଲ କରି ସେ ଏକ ସ୍ୱାଧୀନ ମରାଠା ସାମ୍ରାଜ୍ୟର ମୂଳଦୁଆ ଗଠନ କରିଥିଲେ। ଶିବାଜୀଙ୍କ ଶାସନ ଦୁର୍ବଳମାନଙ୍କୁ ସୁରକ୍ଷା ଦେବା ସହିତ ତାଙ୍କ ଅଧିକାରକୁ ମଧ୍ୟ ସମ୍ମାନ ଦେଉଥିଲା। ଶିବାଜୀ ମହାରାଜ ନିଜ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିଥିଲେ। ସେ କୃଷିକୁ ଗୁରୁତ୍ୱ ଦେବା ସହିତ ଲୋକମାନଙ୍କର ଆର୍ଥିକ ଓ ସାମାଜିକ ଜୀବନକୁ ଅତ୍ୟନ୍ତ ଖୁସି ଦେଉଥିଲେ। ଛତ୍ରପତି ଶିବାଜୀ ମହାରାଜ 1680 ମସିହାରେ ମୃତ୍ୟୁବରଣ କରିଥିଲେ, କିନ୍ତୁ ସେ ଏକ ସୁଦୃଢ଼ ମରାଠା ସାମ୍ରାଜ୍ୟର ନିର୍ମାତା ଭାବେ ଅମର ହୋଇ ରହିଛନ୍ତି। ତାଙ୍କର ଜୀବନ ଓ କାର୍ଯ୍ୟକଳାପ ପାଇଁ ସମସ୍ତ ଭାରତୀୟଙ୍କ ମନରେ ପ୍ରେରଣା ଥିଲେ। ଏହା ହିଁ ଥିଲା ଛତ୍ରପତି ଶିବାଜୀଙ୍କର ଜୀବନ କାହାଣୀ। ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ। ରହୁଛି। ଜୟ ଜଗନ୍ନାଥ।